ଚାଲିଛି ହରିୟାଣା ନିର୍ବାଚନ ଭୋଟ ଗଣତି। ଏଥିରେ ସବୁଠାରୁ ଚର୍ଚ୍ଚାରେ ରହିଛି ହିସାବର ବିଧାନସଭା ସିଟ୍। କାରଣ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ଶିଳ୍ପପତି ତଥା ବିଜେପି ସାଂସଦ ନବୀନ ଜିନ୍ଦଲଙ୍କ ମା ସାବିତ୍ରୀ ଜିନ୍ଦଲ। ଦେଶର ସବୁଠାରୁ ଧନୀ ମହିଳା ଭାବେ ପରିଚିତ ସାବିତ୍ରୀ ଜିନ୍ଦଲ ସ୍ୱାଧୀନ ଭାବେ ଏହି ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି। ଏହି ଆସନରେ ନା ବିଜେପି ନା କଂଗ୍ରେସ କେହି ବି ଆଗରେ ନାହାନ୍ତି। ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବର୍ତ୍ତମାନ ସାବିତ୍ରୀ ଜିନ୍ଦଲ ଆଗୁଆ ରହିଛନ୍ତି। ପ୍ରଥମ ରାଉଣ୍ଡରେ ସାବିତ୍ରୀ 5525 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପଛରେ ଦ୍ୱିତୀୟରେ ଅଛନ୍ତି କଂଗ୍ରେସର ରାମ ନିବାସ ରାରା, ଯିଏକି 1699 ଖଣ୍ଡ ଭୋଟ ପାଇଛନ୍ତି। ତୃତୀୟରେ ବିଜେପି ପ୍ରାର୍ଥୀ ତଥା ରାଜ୍ୟମନ୍ତ୍ରୀ କମଲ ଗୁପ୍ତା ରହିଛନ୍ତି, ଯିଏକି 1352 ଖଣ୍ଡ ଭୋଟ ପାଇଛନ୍ତି। ହିସାରରୁ ବିଜେପି ଟିକେଟ ପାଇଁ ଆଶାୟୀ ଥିଲେ ସାବିତ୍ରୀ ଜିନ୍ଦଲ, ହେଲେ ଶେଷ ସମୟ ଯାଏଁ ଅପେକ୍ଷା କରି ମଧ୍ୟ ସେ ନିରାଶ ହେବା ପରେ ସେ ବାଧ୍ୟ ହୋଇ ସ୍ୱାଧୀନରେ ଛିଡ଼ା ହୋଇଥିଲେ। କଂଗ୍ରେସ ଟିକେଟରେ ଦୁଇଥର ବିଧାନସଭା ନିର୍ବାଚିତ ହୋଇଛନ୍ତି ସାବିତ୍ରୀ ଜିନ୍ଦଲ। ଭୂପିନ୍ଦର ସିଂ ହୁଡାଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଗତ ମାର୍ଚ୍ଚ ମାସରେ ପୁଅ ନବୀନ ଜିନ୍ଦଲଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ହୋଇଥିଲେ ସାମିଲ। ହିସାର ବିଧାନସଭା ଆସନକୁ ଜିନ୍ଦଲ ପରିବାରର ଗଡ଼ କୁହାଯାଏ। କାରଣ ଏହି ଆସନରୁ ସାବିତ୍ରୀ ଜିନ୍ଦଲଙ୍କ ସ୍ୱାମୀ ଓମ୍ ପ୍ରକାଶ ଜିନ୍ଦଲ 3 ଥର ନିର୍ବାଚିତ ହୋଇଥିବା ବେଳେ ସାବିତ୍ରୀ ଜିନ୍ଦଲ ଥରେ ନିର୍ବାଚିତ ହୋଇଛନ୍ତି। କହିବାକୁ ଗଲେ ଏହି ଆସନରେ 20 ବର୍ଷ ଧରି ଜିନ୍ଦଲ ପରିବାରର ଦବଦବା ରହିଥିଲା। ତେବେ ଦେଖିବାକୁ ବାକି ରହିଲା ଫଳାଫଳ ପରେ ଏହି ଆସନ ପୁଣି ବିଜେପି ହାତକୁ ଫେରୁଛି ନା ସାବିତ୍ରୀ ଜିନ୍ଦଲ ନିଜେ ଗଡ଼ ଫେରି ପାଉଛନ୍ତି। ବ୍ୟୁରୋ ରିପୋର୍ଟ, ଏଚଟିଭି ଓଡ଼ିଆ।